नमस्कार। आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। आत्मनिर्भरशील एवं विकसित भारत गठन में खनि और खनिज क्षेत्र गुरुत्वपूर्ण भूमिका ग्रहण करिबो बोली केंद्र विज्ञान और कारिगरी राष्ट्रमंत्री डॉक्टर जितेंद्र सिंह कहिसंती। भुवनेश्वर स्थित वैज्ञानिक एवं औद्योगिक गवेषणा परिषद खनिज और वस्तु प्रजुक्ति प्रतिष्ठान परिसर में सामुद्रिक जैव प्रजुक्ति शाखार शिलान्यास करी गणमाध्यम को डॉक्टर सिंह कहिसंती, भारत के वैज्ञानिक शोध और आर्थिक क्षेत्र में जो योगदान किया है उसकी एक तरह से सेलिब्रेशन भी थी और साथ ही साथ आगे का किस तरह का हमारा रोड मैप रहेगा, योजना थी, उसके ऊपर भी विचार करने का एक अवसर रहा। इंडियन लाइफ साइंस इंस्टीट्यूट डिपार्टमेंट ऑफ बायोटेक्नोलॉजी को भी इंटीग्रेट किया है, साथ ही साथ इंडस्ट्रियल हाउसेज को, एक्सेल को। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାମୁଦ୍ରିକ ଜୈବ ଉତ୍ପାଦନ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଦୀର୍ଘସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠିତ ପ୍ରାଧିକରଣର ଅଧ୍ୟକ୍ଷ ବିଚାରପତି ବେଲା ଏମ୍ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ 3 ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଏହି ସମୟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳ ବିବାଦ ନେଇ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି। ଆସନ୍ତା ବର୍ଷ ଅପ୍ରେଲ ମାସ ସୁଦ୍ଧା ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ବିଚାରପତି ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ଅଗଷ୍ଟ 2 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ ଅବଧି ସମୟରେ ପଞ୍ଚାୟତ ପ୍ରତିନିଧିଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାର ବର୍ଗକୁ 2 ଲକ୍ଷ ଟଙ୍କା ଏବଂ ଅକ୍ଷମତା କ୍ଷେତ୍ରରେ ମଧ୍ୟ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ସହଯୋଗରେ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଅଗ୍ନି-1 ପ୍ରାଇମ୍ ଏବଂ ପୃଥ୍ୱୀ 2ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଦ୍ୱାରା ଦେଶର ରଣନୀତିକ ଦକ୍ଷତା ପ୍ରଦର୍ଶିତ ହୋଇଥିବା DRDO ପକ୍ଷରୁ କୁହାଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଏକକୀକୃତ ପରୀକ୍ଷଣ କେନ୍ଦ୍ରରୁ ଗତକାଲି ରାତିରେ ପୃଥ୍ୱୀ 2 କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି। ସେହିଭଳି ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପର ଏକକୀକୃତ ପରୀକ୍ଷଣ କେନ୍ଦ୍ରରୁ ଅଗ୍ନି-1 ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଅଗ୍ନି-1 କ୍ଷେପଣାସ୍ତ୍ର ଯୁଦ୍ଧାସ୍ତ୍ର ବହନ କରିବା ସହ 700ରୁ 1200 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ପୃଥ୍ୱୀ 2ର 350 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ଚନ୍ଦନ ଘୋଷ। ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକରେ ନିର୍ଯାତନା ବିରୋଧୀ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯିବା ସହ ଅନ୍ତରୀଣ ଅଭିଯୋଗ ସମିତି ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟରେ 5ଟି ନୂଆ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ NCC ବାଟାଲିୟନ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ NCC ନିର୍ଦ୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ନୂତନ ବାଟାଲିୟନ ଖୋଲିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ମାନବ ସମ୍ବଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଚିଠିରେ କୁହାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ରାଣୀତାଲ ଲିଙ୍କ କ୍ୟାବିନ୍ ଓ ଭଦ୍ରକ ଷ୍ଟେସନ ମଧ୍ୟରେ 5.6 କିଲୋମିଟର ଦୀର୍ଘ ଚତୁର୍ଥ ଲାଇନ୍କୁ ମଞ୍ଜୁରୀ ମିଳିଛି। ଏହି ଚତୁର୍ଥ ଲାଇନ୍ ନିର୍ମାଣ ନିମନ୍ତେ 149 କୋଟି 32 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ହାଓଡ଼ା ଚେନ୍ନାଇ ମୁଖ୍ୟ ଲାଇନ୍ ସହିତ ଟ୍ରେନ୍ ପରିଚାଳନା କ୍ଷମତା ଓ ଦକ୍ଷତା ବୃଦ୍ଧି କରିବା ସହ ଧାମରା ପାରାଦୀପ ବନ୍ଦର ସହ ମାଲ ପରିବହନ ବ୍ୟବସ୍ଥାକୁ ଉନ୍ନତ କରିବ। ଖରିଫ ବିପଣନ ବର୍ଷ 2025-26 ନିମନ୍ତେ ଆସନ୍ତାକାଲିଠାରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ସମ୍ପୂର୍ଣ୍ଣ ନୂତନ ଭାବେ କରାଯିବ। ରାଜ୍ୟରେ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ results.odisha.gov.in ୱେବସାଇଟ୍ରେ ଅପରାହ୍ନ 5ଟାରୁ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟର 4ଟି ଜୋନ୍ରେ ଚାଲିଥିବା ଆନ୍ତଃଜିଲ୍ଲା ବରିଷ୍ଠ ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍ରେ ଗତକାଲି ଭିନ୍ନ ଭିନ୍ନ ମ୍ୟାଚ୍ରେ ବରଗଡ଼, ଦେବଗଡ଼, ମାଲକାନଗିରି, କଟକ, ସୁବର୍ଣ୍ଣପୁର, ଖୋର୍ଦ୍ଧା ଓ କୋରାପୁଟ ଦଳ ବିଜୟୀ ହୋଇଛନ୍ତି। ଓଡ଼ିଶା ଫୁଟବଲ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଫୁଟବଲ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।